ଆଜି ଆମେ ଏଇ ଲେକ୍ଚରଟି ଶ୍ରୀଲ ପ୍ରଭୁପାଦଙ୍କର ଶୁଣିବା। ପ୍ରଭାତ ଏଇଟା ଦେଇଛନ୍ତି, ତାଙ୍କ ଦୀକ୍ଷା ସେରିମନି ଗୋଟେ କରୁଥିଲେ ପ୍ରଭା। ସେଥିରେ ବ୍ରାହ୍ମଣ ଇନିସିଏସନ କେତେ ଜଣଙ୍କୁ ଦେଇଛନ୍ତି ନ୍ୟୁ ବୃନ୍ଦାବନରେ ମେ 25, 25 ମେରେ 1969ରେ। ceremony ଅପବିତ୍ର ତ ପ୍ରଭାତ କହୁଛନ୍ତି ପ୍ରକୃତରେ ଗୋଟେ ଦୀକ୍ଷା ଉତ୍ସବରେ ପବିତ୍ର ହବା। ନମା ନମା means surrendering. ଅପବିତ୍ର ପବିତ୍ର ବା ନମ ପୁରାଣରୁ। ତ ପ୍ରଭାତ କହୁଛନ୍ତି ଯେ ନମ କହିଲେ ଶରଣାଗତିକୁ ବୁଝାଏ। ନମାମି, I surrender unto you. ନମାମି କହିଲେ ମୁଁ ଆପଣଙ୍କୁ ଶରଣାଗତ ହଉଛି। Hey Krishna, I am surrendering to you. ହେ କୃଷ୍ଣ ମୁଁ ଆପଣଙ୍କ ଶରଣାପନ୍ନ ହଉଛି। And ଅପବିତ୍ର ପବିତ୍ର ହବା. ଅପବିତ୍ର means contaminate. ଅପବିତ୍ର କହିଲେ ଯୋଉଟା ଦୂଷିତ ତାକୁ ବୁଝାଉଛି। And ପବିତ୍ର means liberated. ଆଉ ପବିତ୍ର କହିଲେ ମୁକ୍ତିକୁ ବୁଝାଉଛି, ମୁକ୍ତକୁ ବୁଝାଉଛି। In either stage, either in the material contaminated stage or in transcendental liberated stage, ତ ଦିଟି ଯାକ ସ୍ତର ହଉ ବା ତ ଦୂଷିତ ଭୌତିକ ସ୍ତର ହଉ ବା ଆଧ୍ୟାତ୍ମିକ ମୁକ୍ତ ସ୍ତର ହଉ, ଅପବିତ୍ର ପବିତ୍ର ବା ସର୍ବାବସ୍ଥା in any situation, ଯସ୍ମରେତ୍ ପୁଣ୍ଡରୀକାକ୍ଷଂ ସର୍ବାବସ୍ଥାଂ ଗତୋପି ବା in any circumstances, ତ ଯେକୌଣସି ଅବସ୍ଥାରେ ହଉ ସର୍ବାବସ୍ଥା। if somebody remembers, smaret, remembers ପୁଣ୍ଡରୀକାକ୍ଷଂ, ଯେକୌଣସି ଅବସ୍ଥାରେ ଯଦି ଜଣେ ସ୍ମରଣ କରିବ, ସ୍ମରେତ କାହାକୁ, ରିମେମ୍ବର୍ସ ପୁଣ୍ଡରୀକାକ୍ଷଂ, ପୁଣ୍ଡରୀକାକ୍ଷଙ୍କୁ। akhang means eyes, ଆକ୍ଷ କହିଲେ ଆଖି ବୁଝାଉଛି। one who is lotus eyed, Krishna or Vishnu, ପୁଣ୍ଡରୀକାକ୍ଷଂ, anyone, ତ ଯିଏକି ଯାହାର ଚକ୍ଷୁ ହେଲା ପଦ୍ମ, ପଦ୍ମର ପାଖୁଡା ସଦୃଶ, କୃଷ୍ଣଙ୍କର ବା ବିଷ୍ଣୁଙ୍କର। who remembers always or at any time Krishna, ଯିଏ କି ଜଣେ ଯଦି ସ୍ମରଣ କରିବ ସବୁ ସମୟରେ ବା ଯେକୌଣ ସମୟରେ କୃଷ୍ଣଙ୍କୁ, Jasmarit Pundarika, so that person Bahya, Bahya means externally, ବାହ୍ୟ କହିଲେ ବାହ୍ୟ ଦିଗରୁ, and Abhantaram means internal. ଅନ୍ତର କହିଲେ ଅନ୍ତରରୁ, Bahya Abhantaram Suchi. Suchi means Brahmin or Suchi means completely cleans. ଶୁଚି କହିଲେ ବ୍ରାହ୍ମଣକୁ ବୁଝାଉଛି ବା ଶୁଚି କହିଲେ ଯିଏ ସମ୍ପୂର୍ଣ୍ଣ ଶୁଦ୍ଧ ତାକୁ ବୁଝାଉଛି। The Brahmin means completely clean. ବ୍ରାହ୍ମଣ କହିଲେ ସେ ଯିଏକି ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଥାଏ। The Brahminical qualification is first of all cleanliness. ବ୍ରାହ୍ମଣଙ୍କର ଗୁଣ ହେଲା ପ୍ରଥମ ଯେ ସେମାନେ ଶୁଦ୍ଧ ଥାନ୍ତି। Satta Saucham Samadama Titikya Arjamam Jnanam Vijnanam Astikam Brahmakarma Savavaj. To become Brahmin means Sattam Saucham. First thing is ତ ବ୍ରାହ୍ମଣ ହବା ମାନେ ସତ୍ୟ ଆଉ ଶୌଚ। truthful. ପ୍ରଥମ ଜିନିଷଟା ହେଲା ସତ୍ୟତା। Next
Saucham, very clean. See. ଆଉ ତାପରେ ହେଲା ଶୌଚମ, ଯୋଉଟା କି ବହୁତ ଶୁଦ୍ଧ, Internally and externally. ଅନ୍ତରରୁ ମଧ୍ୟ ବାହ୍ୟରୁ ମଧ୍ୟ। Externally, we can cleanse ourselves by soap and water. ତ ବାହ୍ୟରୁ ତ ଆମେ ଆମ ନିଜକୁ ଶୁଦ୍ଧ କରିପାରିବା ସାବୁନ ଏବଂ ପାଣି ଦ୍ୱାରା। That is necessary. Daily, we should take bath with soap and water and oil. ଯୋଉଟା କି ଜରୁରୀ, ପ୍ରତ୍ୟେକ ଦିନ ଆମକୁ ସ୍ନାନ କରିବା କଥା ସାବୁନ, ପାଣି ଏବଂ ତେଲ ଦ୍ୱାରା। Bahya Bantaram and Abhantaram Suchi means evacuating and cleansing. ଆଉ ଅଭ୍ୟନ୍ତର ବା ଅଭ୍ୟନ୍ତର ସୂଚି କହିଲେ ଏଠି କଣ ବୁଝାଉଛି ନା ପେଟ ଖାଲି କରିକି ନିଜକୁ ସ୍ନାନ କରି ସୂଚି କରିବା। In yoga system there is a system they practice, they can get out all the intestines and cleanse it clearly. ଯୋଗ ପଦ୍ଧତିରେ ଗୋଟେ ଅଭ୍ୟାସ ରହିଛି, ସେମାନେ ଯୋଉଟା ଅଭ୍ୟାସ କରନ୍ତି ଯେ ସେମାନେ ତାଙ୍କର ଅନ୍ତପୁଟୁଳିରୁ ସବୁ କିଛି ମାନେ ବାହାର କରି ସଫା କରିଦେଇଥାନ୍ତି। ଧୌତି କହନ୍ତି ସେଟା। Dhoti. What do they know about this yoga system? They can take out the whole intestine and cleanse it nicely and again set it. ତ ଧୌତି ଏଇ ଯୋଉ ପଦ୍ଧତି, ଯୋଗ ପଦ୍ଧତି ବିଷୟରେ ତାଙ୍କୁ କଣ ବା ଜଣା। ସେମାନେ ସମ୍ପୂର୍ଣ୍ଣ ଅନ୍ତପୁଟୁଳିକୁ ବାହାର କରିଦେବେ ଆଉ ସେମାନେ ତାକୁ ପୁରା ବହୁତ ସୁନ୍ଦର ଭାବେ ସଫା କରିକି ପୁଣି ଥରେ ରଖିଦେଇ ପାରିବେ ଆଣିକି ଶରୀର ଭିତରେ। So these are actually practicing yoga system, but who is going to do that? Simply a gymnastic process. ଏଗୁଡିକ ବାସ୍ତବରେ ଯୋଗ ପଦ୍ଧତି, କିନ୍ତୁ କିଏ ଏଗୁଡିକ କରିବାକୁ ଯାଉଛି? କେବଳ ବ୍ୟାୟାମ ଗୁଡିକ କରୁଛନ୍ତି ସବୁ। So Saucham, cleanliness is very necessary for advancing in spiritual life. ତ ଶୌଚ ବା ଶୁଦ୍ଧତା ଏଇଟା ବହୁତ ଜରୁରୀ ଭକ୍ତି ଜୀବନରେ ଅଗ୍ରଗତି କରିବା ପାଇଁ। So Brahmin qualification is truthfulness, cleanliness, satyam, saucham, sama. ତ ବ୍ରାହ୍ମଣଙ୍କର ଯୋଗ୍ୟତା ହେଲା ସତ୍ୟତା, ଶୌଚତା, ସତ୍ୟ ଶୌଚ। Equilibrium of the mind. ସମ କହିଲେ ମନର ପୁରା ସ୍ଥିରତା, without any disturbance, without any anxiety. ବିନା କିଛି ଡିଷ୍ଟର୍ବାନ୍ସରେ, ବିନା କିଛି ଉତ୍କଣ୍ଠାରେ। Satyam, saucham, sama, dama. Dama means controlling the senses. ଦମ କହିଲେ ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିବା। Sama, dama, titikha. Titikha means tolerance. ତିତିକ୍ଷା କହିଲେ ସହିଷ୍ଣୁ ହେବା। So many things in the material world will happen. ତ ଏତେ ଗୁଡାଏ ଜିନିଷ ଏଇ ଭୌତିକ ଜଗତରେ ଘଟିବ। We have to practice to tolerate. ତ ସେଥିପାଇଁ ଆମକୁ ଅଭ୍ୟାସ କରିବାକୁ ପଡିବ ସହିଷ୍ଣୁ ହେବାକୁ। Titikha Bharata. Krishna says you have to learn tolerance. ତାମ୍ ତିତିକ୍ଷସ୍ୟ ଭାରତ, କୃଷ୍ଣ କହୁଛନ୍ତି ଯେ ତୁମକୁ ଏଇ ସହିଷ୍ଣୁ ହେବା ଗୁଣଟି ଶିଖିବାକୁ ପଡିବ। The sukha dukkha, happiness, these things, they will come like seasonal changes. ଆଉ ଏ ଯୋଉ ସୁଖ ଦୁଃଖ ଏଇଟା ଆସିବ ଯେପରିକି ଋତୁ ପରିବର୍ତ୍ତନ ହେଇଥାଏ। Just like there is sometimes rain, there is sometimes snowfall, sometimes scorching heat. ଯେମିତି ବେଳେ ବେଳେ ବର୍ଷା ହେଇଥାଏ, ବେଳେ ବେଳେ ବରଫ ପଡିଥାଏ, ବେଳେ ବେଳେ ବହୁତ ତୀବ୍ର ଗରମ ହେଇଥାଏ। How we can fight? It is not possible. ଆମେ କେମିତି ୟାକୁ ଯୁଦ୍ଧ କରିପାରିବା? ଆମ ପକ୍ଷରେ ତ ସମ୍ଭବ ନୁହଁ। Try to tolerate, that's all. କେବଳ ଏହାକୁ ସହି ନେବାକୁ ଚେଷ୍ଟା କରିବା ଦରକାର, ତାହା ହିଁ ସବୁ କିଛି। Satyam, saucham, samam, daumam, titikha, arjavam.
Arjavam means simplicity. ତାପରେ ରହିଲା ସତ୍ୟମ ଶୌଚମ ସମୋଦମ ତିତିକ୍ଷା, ତାପରେ ଆର୍ଜବମ। ଆର୍ଜବମ କହିଲେ ସରଳତା। No duplicity, simplicity. Arjavam. बिल्कुल डुप्लिसिटी नो, किंतु Jnanam, Vijnanam, knowledge and practical application in life. ज्ञान विज्ञान, ज्ञान एवं से ज्ञानर केमती व्यावहारिक दिगरे केमती ताकू जीवन रे लगेଇବା। Jnana, Vijnana, Astikyam. Astikyam means to believe firmly in the ଆଉ आस्तिक्यम कहले जे संपूर्ण रूपे श्रद्धा करिवा, विश्वास करिवा scriptures. शास्त्र रे। Just like Bhagavad Gita we are studying, or Srimad Bhagavatam. जेपरि आमे भगवत गीता पढुचे बा श्रीमद् भागवतम, We should firmly believe what Krishna says. आमे संपूर्ण रूपे विश्वास करिया दरकार जहा कृष्ण कहउछन्ती, Not interpretation. जे ताहा कोनसी कोन अर्थांतर नुह। That is called Astika. इते आस्तिक। And Nastikam means not firm belief. Atheism. आ नास्तिक्य कहले जहार संपूर्ण बा दृढ़ श्रद्धा नहीं, Yes. तो जोटा को नास्तिक कहउची। ए नास्तिकवाद जेमति कि भगवान बुद्ध, Like Lord Buddha. Lord Buddha simply said that I don't believe in the Vedas. भगवान बुद्ध केवल कहिले जे वेद मानकर मु विश्वास करू नहीं। Therefore he is immediately calculated as atheist, Nastikam. आ सेति पई तांकू तुरंत गणा जाउची कोन नास्तिक भितर। Chaitanya Mahaprabhu says, Vednamaniya Buddha Haila Nastik. चैतन्य महाप्रभु कहउचंती The followers of Buddha, they did not accept a Vedic. बुद्धंकर जो अनुगामी माने से माने वैदिक को ग्रहण कलेनी, Direction. Therefore, they are Nastik. वैदिक दिग बा वैदिक दर्शन को से ग्रहण कलेनी, सेति पई तांकू नास्तिक कहआ जाउची। What is that Vedic direction? Chaitanya, yeah. तो ई वैदिक दिगटा कौन है? The Dasavatar Stotra by Jayadev Goswami. He says, Nindasi दशावतार स्तोत्र जोटा कि जयदेव गोस्वामी लिखिछन्ती, सेति से कहउछन्ती Jagya Vidhe Rahaha Sruti Jatam. In the Sruti, in the Vedas, there is prescription of sacrifice. And तो श्रुति रे वेद श्रुति वेद रे यज्ञर कथा कुआ जाइछ। in some of the sacrifice there is recommendation for sacrifice of some animals, goats. आउ क्यों क्यों यज्ञ पई ए भली मते कुआ जाइछि जे तुमको आहुति बा बलि देबा पड़िबो किछि पशु मान को, जेपर कि छेली। So that is, but Lord Buddha says no, I want to introduce non-violence, no animal killing. किंतु भगवान बुद्ध कहले जे ना मोर ला ये करियार अछि, उपस्थापन करियार अछि कोन अहिंसा को, जा फल कि केई पशु मान को मारिबेनी। So even there is Veda, this prescription, I don't accept Vedas. Therefore,
ତ ସେ କହିଲେ ଯେ ଯଦି ବା ବେଦରେ ମଧ୍ୟ କୁହାଯାଇଅଛି ଏପରି ଲେଖା ହେଇଯାଇଅଛି ହେଲେ ମଧ୍ୟ ମୁଁ ବେଦକୁ ଗ୍ରହଣ କରିବିନି। He became Nasti. ସେଇଥିପାଇଁ ତାଙ୍କୁ ନାସ୍ତିକ କୁହାଗଲା। So Chaitanya Mahaprabhu said, the Vedana Mania Buddha Haila Nasti. ଆଉ ଚୈତନ୍ୟ ମହାପ୍ରଭୁ ମଧ୍ୟ କହୁଛନ୍ତି Because Lord Buddha did not accept the authority of the Veda, କାରଣ ଭଗବାନ ବୁଦ୍ଧ ଗ୍ରହଣ କଲେନି ଏ ବେଦର ପରମ୍ପରାକୁ ବା ବେଦର ସତ୍ୟତାକୁ। therefore he was considered Nastic atheist. ସେଥିପାଇଁ ତାଙ୍କୁ ଏଇଠି ନାସ୍ତିକ ବୋଲି କୁହାଯାଉଛି। He was Indian, he was Hindu, his forefathers were Kshatriyas, Vedic. ସେ ତ ଭାରତୀୟ ଥିଲେ, ହିନ୍ଦୁ ଥିଲେ, କିନ୍ତୁ ତାଙ୍କର ପୂର୍ବଜ ମାନେ କ୍ଷତ୍ରିୟ ଥିଲେ ବୈଦିକ ଅନୁସାରେ। He revolted. So therefore he was called Nasti. ତ ସେ ଏହାର ବିରୋଧ କଲେ, ସେଥିପାଇଁ ତାଙ୍କୁ ଏଠି ପୂଜା ତୁଳ So the Brahmin should not be Nastic, he should be Astic. କିନ୍ତୁ ଜଣେ ବ୍ରାହ୍ମଣକୁ ନାସ୍ତିକ ହବା କଥା ନୁହଁ, ସେ ଆସ୍ତିକ ହବା କଥା। Astikam, he must believe in the scriptural injunction. ଆସ୍ତିକମ୍ କହିଲେ ସେ ନିଶ୍ଚିତ ଭାବେ ବିଶ୍ୱାସ କରିବା ଦରକାର ସବୁ ଶାସ୍ତ୍ରର ଉପଦେଶକୁ। These are Brahminical qualifications. ତ ଏଇଗୁଡ଼ିକ ହେଲା ବ୍ରାହ୍ମଣଙ୍କର ଗୁଣ ଗୁଡ଼ିକ। So, you are going to be Brahmin, qualified Brahmin. ତ ତମେ ମାନେ ଏବେ ସବୁ ବ୍ରାହ୍ମଣ ହବାକୁ ଚାହୁଁଛ, ଯୋଗ୍ୟ ବ୍ରାହ୍ମଣ। Sacred third ceremony. ଯେ ତୁମମାନେ ଏଇ ଯଜ୍ଞ ଉପବିତ ଧାରଣ କରିବା ଏଇ ସମୟ। Therefore, you should follow all these principles. ସେଥିପାଇଁ ତୁମକୁ ଏଇ ସବୁ ଗୁଣାବଳୀ ଗୁଡ଼ିକୁ ପାଳନ କରିବା ଦରକାର, ଏସବୁ ଉପଦେଶ ଗୁଡ଼ିକୁ। Sattam, Socham, cleanliness. Although in this age, not only in your country, you are completely out of Vedic culture. ସତ୍ୟ ଶୌଚ ତ ଯଦିଓ ଏଇ ଯୁଗରେ କେବଳ ଆପଣଙ୍କ ଦେଶରେ ନୁହଁ, Even in India, they are so called. ସମ୍ପୂର୍ଣ୍ଣ ରୂପେ ବୈଦିକ ସଭ୍ୟତାର ବାହାରେ ଭାରତରେ ମଧ୍ୟ ସେମାନେ ମଧ୍ୟ ସେହିପରି ତଥାକଥିତ Nobody follows. କେହି ପାଳନ କରୁନାହାନ୍ତି। But still they claim, I am Brahmin. We are Brahmins. କିନ୍ତୁ ହେଲେ ମଧ୍ୟ ସେମାନେ ନିଜକୁ ଦାବି କରୁଛନ୍ତି ଯେ ମୁଁ ବ୍ରାହ୍ମଣ, ଆମମାନେ ସବୁ ବ୍ରାହ୍ମଣ। This is parapida, simply a social scandal. ତ ଏଇଠୁ କୁହାଯାଉଛି ପରପୀଡ଼ ଏମାନଙ୍କ ବିଷୟରେ କୁହାଯାଉଛି। ତ କେବଳ ମାତ୍ର ଏମାନେ ଗୋଟେ ସୋସିଆଲ ଷ୍ଟାଣ୍ଡାର୍ଡ, without any qualification, without any ବିନା କୌଣସି ଯୋଗ୍ୟତାରେ, ବିନା କୌଣସି। So you are going to take the responsibility of Brahminism. ତ ତୁମେ ମାନେ ଏବେ ଏଇ ଯୋଗ୍ୟତାକୁ ଗ୍ରହଣ କରିବାକୁ ଯାଉଛ ବ୍ରାହ୍ମଣତ୍ୱର। This system is introduced according to Pancharatriki system. ଆଉ ଏଇ ପଦ୍ଧତିଟି ପାଞ୍ଚରାତ୍ରିକି ବିଧି ଅନୁସାରେ କୁହାଯାଇଅଛି, ଉନ୍ନୟନ କରାଯାଇଛି। Pancharatriki system means formally in the Vedic system. ପାଞ୍ଚରାତ୍ରିକି ପଦ୍ଧତି କହିଲେ ଆଗରୁ ବୈଦିକ ସଭ୍ୟତାରେ ଯୋଉଟା, without being born by a Brahmin, nobody was given this sacred thread ceremony. ଯୋଉଠିକି ଯେ ପର୍ଯ୍ୟନ୍ତ ବୈଦିକ ସଭ୍ୟତା ଅନୁସାରେ ଯେ ପର୍ଯ୍ୟନ୍ତ ଜଣେ ବ୍ରାହ୍ମଣଙ୍କଠୁ ଜନ୍ମ ହେଇନି ତାକୁ ଏଇ ଯଜ୍ଞ ଉପବିତ ଇଏରେ ଉତ୍ସବରେ ବସି ହେବ ନାହିଁ।
without being born by a Brahmin does not mean hereditary. ତ ଯିଏ ବ୍ରାହ୍ମଣ ଗୋଟେ ଜନ୍ମ ହେଇନାହାନ୍ତି ତା ମାନେ ଏହା ନୁହଁ ଯେ ଏମାନେ ସବୁ କଣ ମାନେ ପାରମ୍ପରିକ। But actually, one who is Brahmin, just like you are now being created as Brahmin. କିନ୍ତୁ ବାସ୍ତବରେ ଯିଏ ବ୍ରାହ୍ମଣ ଯେପରି ଆପଣ ମାନେ ସମସ୍ତେ ଏବେ ବ୍ରାହ୍ମଣ ରୂପରେ ପରିବେଶିତ ହେଲେ ପରିଣତ ହେଲେ। So, if your son is born, he has the first claim to become a Brahmin. ତ ସେଇପରି ଯଦି ତୁମର ପୁତ୍ର ଜନ୍ମ ହୁଏ ଆଉ ସେ ଯଦି କହିବ ତା ପକ୍ଷରେ ପ୍ରଥମେ ସେ କହିପାରିବ ଯେ ମୁଁ ଗୋଟେ ବ୍ରାହ୍ମଣ ହେବାକୁ ଚାହୁଁଛି। Because by the birth he gets the Brahminical culture. See, କାରଣ ସେ ଜନ୍ମରୁ ଏଇ ବ୍ରାହ୍ମଣ ସଭ୍ୟତାକୁ ଦେଖେ। the father and mother, just like this boy, automatically ତାର ପିତା ଏବଂ ମାତାଙ୍କୁ ଏଇପରି ଏଇ ପିଲା ପରି he is getting Vaishnava culture. ତ ଆପେ ଆପେ ହିଁ ସେ ବୈଷ୍ଣବ କଣ କଲଚର ବା ବୈଷ୍ଣବ ସଭ୍ୟତା ପ୍ରାପ୍ତ କରୁଛି। He is associating with the Vaishnava. ସେ ଏହିପରି ଭାବରେ ବୈଷ୍ଣବ ମାନଙ୍କ ସଙ୍ଗ କରୁଛି। So the son of a Brahmin has the chance. ଏହିପରି ଭାବରେ ଯିଏ ବ୍ରାହ୍ମଣଙ୍କ ପୁତ୍ର ହୁଏ ତ ତା ପାଖରେ ଏଇ ସୁଯୋଗଟି ଥାଏ। A practical example. This boy from the very beginning becoming a Vaishnava. ତ ସେଇଥିପାଇଁ ତ ଆମକୁ ଏଇ ବ୍ୟବହାରିକ ଉଦାହରଣ ଦିଆଯାଇଛି ଯେ ଏଇ ପିଲାଟି ସେ ପ୍ରାରମ୍ଭରୁ ବୈଷ୍ଣବ ହେଇଯାଉଛି। More than a Brahmin. ଯିଏକି ବ୍ରାହ୍ମଣ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ। More than Vaishnava position is above the Brahmins. ଅଧିକ କାହିଁକି ନା ବୈଷ୍ଣବର ସ୍ଥିତି ହେଲା ବ୍ରାହ୍ମଣଙ୍କ ସ୍ଥିତି ଠାରୁ ମଧ୍ୟ ଅଧିକ ଉପରେ। Brahmajanati iti Brahman. But Vaishnava, he penetrates the Brahma Jyoti. କିନ୍ତୁ ତ ଏଠି କହୁଛନ୍ତି ବ୍ରହ୍ମ ଜାନାତି ବ୍ରାହ୍ମଣ, କିନ୍ତୁ ଯିଏ ବୈଷ୍ଣବ ସେ ଏ ବ୍ରହ୍ମ ଜ୍ୟୋତିକୁ ଭେଦ କରିଯାଏ। Just like you penetrate, if you are able to penetrate the sunshine and go to the sun and seek out the sun God. ଏଇଭଳି ସେ ଭିତରେ ପ୍ରବେଶ କରି ଯେପରି ତୁମେ ଆଜି କଣ ସୂର୍ଯ୍ୟ ଆଲୋକରେ ପ୍ରବେଶ କରୁଛ ବା ତୁମେ ସୂର୍ଯ୍ୟକୁ ଯାଉଛ ତ ତୁମେ ସୂର୍ଯ୍ୟଦେବଙ୍କୁ ଦେଖିବାକୁ ଚାହୁଁଛ। If somebody is able by going to the sun planet by Sputnik, he is better than who is in the sunshine. ତ ସେ କହୁଛନ୍ତି ଯେ ମାନେ ଯଦି ଜଣେ ଏଇପରି ଭାବରେ ଯାଇପାରିବ ଆଉ ଯାଇକି ସୂର୍ଯ୍ୟ ଲୋକରେ ପହଞ୍ଚିବ ସ୍ପୁଟନିକ ଦ୍ୱାରା ତାହେଲେ ସେ ତ ସୂର୍ଯ୍ୟ ଆଲୋକ ଠାରୁ ମଧ୍ୟ ଶ୍ରେଷ୍ଠ ହେଲା। Sunshine you can have by just little go up to the cloud. ତ ସୂର୍ଯ୍ୟ ଆଲୋକ ତ ତୁମେ କିଛି ମାନେ ମେଘ ପର୍ଯ୍ୟନ୍ତ ହିଁ ପ୍ରାପ୍ତ ହବ। Say about 7 miles up you get sunshine. ତ ଏଇଭଳି 7 ମାଇଲ ପର୍ଯ୍ୟନ୍ତ ତୁମକୁ ସୂର୍ଯ୍ୟ ଆଲୋକ ମିଳିବ। But to go to the sun planet and enter into this, that is very difficult. କିନ୍ତୁ ସୂର୍ଯ୍ୟ ଲୋକକୁ ଯାଇ ସେଠି ଭିତରୁ ପ୍ରବେଶ କରିବା ସେଇଟା ବହୁତ କାଠିକର ପାଠ। That requires so many things. Sit down properly. Chant. ତ ସେଇଥିରେ ବହୁତ କିଛି ଆବଶ୍ୟକତା ରହିଛି, ବହୁତ କିଛି ଜିନିଷର। ପ୍ରଭୁପାଦ କହୁଛନ୍ତି ଯେ ଠିକ ଭାବରେ ବସ ଜପ କର। So Brahma, Nirvishesh Brahma, impersonal Brahma, when one understands. ତ ବ୍ରହ୍ମ ବା ଏ ଯୋଉ ନିର୍ବିଶେଷ ବ୍ରହ୍ମ ବା ୟାକୁ ଯିଏ ବୁଝିବାକୁ ଚାହୁଁଛି Jnanam, Vijnanam. And when one becomes Vaishnava, Brahmeti, Paramatmeti, Bhagavaniti Sabdate, when one understands.
ଆଉ ଯଦି ଜଣେ ବୁଝିବ ଏଇଟାକୁ ତ ଯେତେବେଳୁ ଏଇ କଣ ଜ୍ଞାନ ବିଜ୍ଞାନ ଏଇଟାକୁ ବୁଝିବ ଆଉ ବୈଷ୍ଣବ ଯେତେବେଳେ ହବ ସେ Understands what is impersonal Brahma, what is localized Paramatma, ଯେତେବେଳେ ଜଣେ ବୁଝିବ ଯେ କଣ ନିର୍ବିଶେଷ ବ୍ରହ୍ମ କଣ କୋଉଟା ପରମାତ୍ମା କଣ and what is Bhagavan, ଆଉ କିଏ ଭଗବାନ ଅଟନ୍ତି କିଏ ପରମାତ୍ମା ଅଟନ୍ତି the Supreme Personality Godhead, Krishnastu Bhagavan Sayam. ପରମ ପୁରୁଷୋତ୍ତମ ଭଗବାନ କୃଷ୍ଣସ୍ତ ଭଗବାନ ସ୍ୱୟଂ When you understand the Supreme, the original Personality of Godhead, Krishna, ଯେତେବେଳେ ତମେ ବୁଝିପାରିବ ଭଗବାନଙ୍କୁ ବା ଯିଏକି ପ୍ରାରମ୍ଭରୁ ଭଗବାନ ଅଛନ୍ତି କୃଷ୍ଣ iti changsha palak punsa Krishnastu Bhagavan Sayam. There are many incarnations. Ramadi Murtisu Kalani Amena Tishtan. ତ ପ୍ରଥମରୁ ବିଦ୍ୟମାନ ଯୋଉ ଭଗବାନ ସେ ହେଲେ କୃଷ୍ଣ ଏତେ ଚାଂଶ କଲା ପୁଂସ କୃଷ୍ଣସ୍ତ ଭଗବାନ ସ୍ୱୟଂ ତ ଏପରି ଅନେକ ଅବତାର ଅଛନ୍ତି Rama, Nishinga, Varaha, so many thousands and millions of incarnations. ରାମ ନୃସିଂହ ବରାହ ଏପରି ହଜାର ହଜାର ଲକ୍ଷ ଲକ୍ଷ ଅବତାର ଅଛନ୍ତି But Bhagavad points out that this name, Krishna, he କିନ୍ତୁ ଭାଗବତରେ ଆମକୁ କୁହାଯାଉଅଛି ଯେ ଏଇ ନା କୃଷ୍ଣ is the Supreme Personality of God. Krishna ସେ ହେଉଛନ୍ତି ପରମ ପୁରୁଷୋତ୍ତମ ଭଗବାନ କୃଷ୍ଣଙ୍କୁ ବୁଝାଉଛି is the Bhagavan Sayam. So when one understands Krishna is the Bhagavan Sayam, ତ ଯେତେବେଳେ ଜଣେ ଏହା ବୁଝିଯିବ କୃଷ୍ଣସ୍ତୁ ଭଗବାନ ସ୍ୱୟଂ Vasudeva Sarvamiti, Vasudeva is everything. ତ ବାସୁଦେବ ସର୍ବମିତି ଏ ବାସୁଦେବ ହେଉଛନ୍ତି ସବୁକିଛି And then he becomes a Vaishnava. ତାପରେ ସେ ଜଣେ ବୈଷ୍ଣବ ହେଇଯାଇଥାଏ So, the Vaishnava is already Brahmin, ତ ବୈଷ୍ଣବ କହିଲେ ଯିଏକି ଆଗରୁ ହିଁ ବ୍ରାହ୍ମଣ ହେଇସାରିଛି but still it is a function that one should not deride at Vaishnava. ତ ହେଲେ ମଧ୍ୟ ଏଇଭଳି କାର୍ଯ୍ୟ କରିବା କଥା ଯେ ଜଣେ ବୈଷ୍ଣବରୁ ଊର୍ଦ୍ଧ୍ୱକୁ ଯିବା ଉଚିତ ନୁହେଁ That he is not Brahmin. ଏମିତି କହିବା କଥା ନାହିଁ ଯେ ସେ ବ୍ରାହ୍ମଣ ନୁହଁ Therefore, Vaishnava Sriti Hari Bhakti Vilas, written by Sanatana Goswami, ତ ଏହିପରି ଭାବରେ ହରିଭକ୍ତି ବିଲାସ ଯୋଉଟା କି ସନାତନ ଗୋସ୍ୱାଇଙ୍କ ଦ୍ୱାରା ରଚିତ that is called Vaishnava Smriti, how to conduct Vaishnava life. There it is clearly stated by ତ ଏଇଟାକୁ କହନ୍ତି ବୈଷ୍ଣବ ସ୍ମୃତି ଯେ କିପରି ଭାବରେ ଜଣେ ବୈଷ୍ଣବ ଜୀବନଯାପନ କରିବ ଏଇଟା ବହୁତ ମାନେ ସ୍ପଷ୍ଟ ଭାବରେ ଏଇଟା ବୁଝାଯାଇଅଛି Sanatana Goswami that ସନାତନ ଗୋସ୍ୱାଇଙ୍କ ଦ୍ୱାରା तथा दीक्षा विधानेन द्विजत्वं जायते नृणा. By the process of initiation, a man can attain the position of the twice born. ଯେ ଦୀକ୍ଷାର ପଦ୍ଧତି ଦ୍ୱାରା ଗୋଟେ ଲୋକଟେ ସେ ଏଇ ଦ୍ୱିଜତ୍ୱ ପ୍ରାପ୍ତ ହେଇପାରେ ଦ୍ୱିଜତ୍ୱ ସ୍ତରକୁ ଯାଇପାରେ Twice born means Brahmin especially. Brahmin, Kshatriyas, Vaishyas. ତ ଏ ଦ୍ୱିଜ କହିଲେ ବୁଝଉଛି ବା ଦୁଇଥର ଯୋଉମାନେ ଜନ୍ମ ସେମାନଙ୍କୁ କହିଲେ ବୁଝଉଛି ବ୍ରାହ୍ମଣ ଖାସ କରିକି ବା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ Classes are twice born. Several times I've explained. ତ ଏଇ ତିନୋଟି ଶ୍ରେଣୀ ହଉଛନ୍ତି ଦ୍ୱିଜ ଶ୍ରେଣୀର ଦୁଇଥର ଜନ୍ମ ହୁଅନ୍ତି First born by father and mother. ତ ଅନେକ ଥର ମୁଁ ଏଇଟା ବୁଝେଇଛି ଯେ ପ୍ରଥମ ଜନ୍ମ ହେଲା ତାଙ୍କର ପିତାମାତାଙ୍କ ଠାରୁ Second born birth is this. ଆଉ ଦ୍ୱିତୀୟ ଜନ୍ମଟି ହେଲା ଏହା
You should have responsibility, you should follow, but you can be steady. ତ ଆମକୁ ଏଇଭଳି ଦାୟିତ୍ୱ ନବା କଥା, ଆମକୁ ପାଳନ କରିବା କଥା, କିନ୍ତୁ ଆମକୁ ସ୍ଥିର ହବାକୁ ପଡିବ। And you will be able to follow all these principles provided you chant regularly. ତ ଏଇପରି ଭାବରେ ଆମେ ସମସ୍ତ ଏଇ ବିଧି ଗୁଡ଼ିକୁ ପାଳନ କରିପାରିବା ଯଦି ଆମେ ନିୟମିତ ରୂପରେ ନିୟମିତ ଭାବରେ ହରେ କୃଷ୍ଣକୁ ଜପ କରିବା। Hare Krishna. That 16 rounds you must complete. ତ ଏଇ ଯୋଉ 16 ମାଳା ଜପ ଆମକୁ ନିଶ୍ଚିତ ଭାବେ ସମାପ୍ତ କରିବା ଦରକାର। Then Maya will not be able to deviate you. ତାହେଲେ ତମକୁ ମାୟା ବିଲକୁଲ ବିଚଳିତ କରିପାରିବ ନାହିଁ। That is, you must keep this. This kirtan process as you are performing morning, evening. ତ ଏଇପରି ଭାବରେ ଯେମିତି ଆମେ କୀର୍ତ୍ତନ କରୁଛେ ପ୍ରତ୍ୟେକ ସକାଳେ ସନ୍ଧ୍ୟାରେ, This will keep your life steady, fixed up, firm. ତ ତାହା ହଉଛି ଆମ ଜୀବନକୁ ସ୍ଥିର କରି ରଖିବ, ଦୃଢ କରି ରଖିବ। You will always be situated in Brahminic position if you strictly follow this. ତୁମେ ସବୁ ସମୟରେ ବ୍ରାହ୍ମଣଙ୍କ ସ୍ତରରେ ରହିବ ଯଦି ତମେ ଏସବୁକୁ କଡାକଡି ଭାବେ ପାଳନ କର। Otherwise, Maya will immediately. ନହେଲେ ତମକୁ ମାୟା ତୁରନ୍ତ ଧରିବ। My dear boy, please come here. Why you are taking so much bother yourself? ସେ କହିବ, ହେ ମୋର ପ୍ରିୟ ଶିଶୁ, ଆସ ଏଇଠି ଆସ, କାହିଁ ତମେ ଏତେ କଷ୍ଟ କରୁଛ, ଏତେ କାହିଁ ତମେ ଚିନ୍ତା କରୁଛ। Just like one boy wanted to be initiated from Montreal, his father and mother has sent me telegram, you have seen? ଯେପରି ଗୋଟେ ପିଲା ମୋଠାରୁ ଦୀକ୍ଷା ପ୍ରାପ୍ତ ହେବାକୁ ଚାହୁଁଥିଲା ମଣ୍ଟ୍ରିଆଲ ଠାରେ, ତା ବାପା ମା ପଠେଇଛନ୍ତି ଗୋଟେ ଟେଲିଗ୍ରାମ। Oh, please save my boy. He is going to be Brahmin. Oh. ତ ତା ପିତାମାତା ଲେଖିଛନ୍ତି ଯେ ଆମ ଶିଶୁକୁ ବଞ୍ଚେଇ ଦିଅନ୍ତୁ, ସେ ଗୋଟେ ବ୍ରାହ୍ମଣ ହବାକୁ ଯାଉଛି। Oh, it will spoil my family. ଯାହାଫଳରେ କି ମୋର ପରିବାର ନଷ୍ଟ ହେଇଯିବ। That means if he becomes Brahmin, he may be reluctant to be karmi. ତ ତା ମାନେ ଯଦି ସେ ବ୍ରାହ୍ମଣ ହେଇଯାଏ ତାହେଲେ ସେ ଆଉ କର୍ମୀ ହବାକୁ ମନା କରିଦେବ। This is going on. If one becomes divorced, the father and mother is not so disturbed. But if he ତ ଏଇପରି ଭାବରେ ଏଇସବୁ ଚାଲି ଯାଇଛି, କିନ୍ତୁ ଜଣେ ଯଦି ଏଇପରି ଭାବରେ ତ୍ୟାଗ କରି ଦିଆଯିବ ତ ତା ବାପା ମା କିଛି ତାଙ୍କର କିଛି ଅସୁବିଧା ହେବ ନାହିଁ। becomes Brahmin, oh, it is horrible. It is horrible. ମାନେ ଡିଭାଉଚ୍ ମାନେ ବୋଧେ କଣ ରିଜେକ୍ଟେଡ, ଯଦି ସେ ଲୋକଟା ରିଜେକ୍ଟେଡ ହେଇଗଲା ମାନେ ତାକୁ ସେ କଣ କିଛି ଗୋଟେ ଭୁଲ କାମ କଲା ତାହେଲେ ବାପା ମା ବହୁତ ଚିନ୍ତାରେ ପଡି ଯାଉଛନ୍ତି ବା ଚିନ୍ତାରେ ପଡୁନାହାନ୍ତି। କିନ୍ତୁ ଯଦି ସେ ବ୍ରାହ୍ମଣ ହେଇଗଲା ତାହେଲେ ସେ କହୁଛନ୍ତି, ଓ ଏଇଟା କେତେ ଖରାପ ହେଲା, ଖରାପ, କି ମାନେ ଆଶ୍ଚର୍ଯ୍ୟ, କି ଆଶ୍ଚର୍ଯ୍ୟ। It is horrible. You see the social condition. If a young man becomes divorced, a young man let him do what is. ତ ଏହା ହେଲା ଆମର ସମାଜର କଣ ସ୍ଥିତି। ଯଦି ଗୋଟେ କଣ ୟଙ୍ଗ ଲୋକଟେ ଯଦି କଣ ଡିଭୋର୍ସ ମାନେ କାମ ଆସକ୍ତ ହେଲା, ତାହେଲେ ତାକୁ କହିବେ ହଁ ଠିକ ଅଛି କରୁଥାଉ, ସେ ପୁରୁଷ କଣ ସେ ଯୁବକଟା କରିଥାଉ। When he'll grow, he'll be all right. ତ ସେମାନେ ଭାବିବେ ଯେ ଠିକ ଅଛି, ନିଜେ ଯେତେବେଳେ ବଡ ହବ ସେ ତାପରେ ଦେଖି ନବ ଆଉ। But if a young man goes to a spiritual master to become Brahmin, the father and mother is, it is horrible. କିନ୍ତୁ ଯଦି ସେ ଯୁବକଟି
ଚାହିଁବ ଯେ ମୁଁ ଗୁରୁ ଗ୍ରହଣ କରିବି, ବ୍ରାହ୍ମଣ ହେବି, ତାହେଲେ ତା ବାପା ମା କହିବେ ଯେ ନା ନା ନା, ବିଲକୁଲ ତା କରନି, ଏଇପରି ଏଇପରି ଭୟଙ୍କର କାମ କରନି। My son is being killed. You see, they say I've got practical telling from India. Just ଯେ ମୋ ପୁତ୍ରକୁ ଏଇଠି ମାରି ଦିଆଯାଉଛି, ଭୟଙ୍କର ସ୍ଥିତି ଦେଖ। see the position of India. ମତେ ସେଇପରି ଭାବରେ ଗୋଟେ ବ୍ୟବହାରିକ ଟେଲିଗ୍ରାମ ପତ୍ର ଭାରତରୁ ଆସିଲା। ଦେଖ ତାଙ୍କ ଭାରତ ଲୋକମାନଙ୍କର କଣ ସ୍ତର। Just now today I have received one telegram. Khanna. Oh, it's horrible condition. ତ ଯେପରି ମୁଁ ଆଜି ଗୋଟେ ଟେଲିଗ୍ରାମ ପ୍ରାପ୍ତ ହେଲି, ଖାନ୍ନା। ତ ଦେଖ ଏଇଟା କେତେ ଭୟଙ୍କର ସ୍ଥିତି। And Bhagavad says that one should not become a father, one should not become a mother if he cannot prepare his child, a Brahmin, a Vaishnava. That will protect him from the ତ ସେଥିପାଇଁ ଭାଗବତ କହୁଛି ଯେ ଜଣଙ୍କୁ ପିତା ହେବା କଥା ନୁହଁ, ମାତା ହେବା କଥା ନୁହଁ, ଯଦି ସେ ତା ପୁତ୍ରଙ୍କୁ ବା ତା ପିଲାମାନଙ୍କୁ ପ୍ରସ୍ତୁତ କରିପାରିବେନି ଗୋଟେ ବ୍ରାହ୍ମଣ ବା ବୈଷ୍ଣବ ହେବା ପାଇଁ, cycle of repeated birth and death. No, ତାକୁ ଯଦି ରକ୍ଷା କରିପାରିବେ ନାହିଁ ଏ ଜନ୍ମ ମୃତ୍ୟୁ ଚକ୍ରରୁ, we don't want things. We want ନା ଆମେ ସେଇଭଳି କିଛି ଇଚ୍ଛା ରଖୁନୁ। ଆମେ କଣ ଚାହୁଁଛୁ? our boy, a karmi, a demand, let him earn and send me money. I eat very nicely. ତ ସେଥିପାଇଁ ଆମେ ଚାହୁଁଛୁ ଯେ ଆମ ପୁଅ ଗୋଟେ କର୍ମୀ ହଉ, ଗୋଟେ ରାକ୍ଷସ ହଉ, ଆଉ ସେ ପଇସା ରୋଜଗାର କରୁ, ମତେ ପଇସା ପଠାଉ, ମୁଁ ଭଲସେ ଖାଇବି, ଏଇପରି ଚାଲି ରହିଛି ଏବେ। This is going on. So this propaganda against Brahminism or Vaishnavism is always, it is not new thing. This ତ ଏଇ ଯୋଉ ପଦ୍ଧତିଟି ବ୍ରାହ୍ମଣତ୍ୱ ବା ବୈଷ୍ଣବତ୍ୱର ବିରୁଦ୍ଧରେ ସବୁବେଳେ ଚାଲି ରହିଛି, ଏଟା ନୂଆ କଥା ନୁହଁ। is like Hiranyakashipu. His little child wanted to become a Vaishnava. And the father, oh, you are going to be Vaishnava. ଯେମିତି ଏଇ ହିରଣ୍ୟକଶିପୁର କଥା, ତାର ଛୋଟ ଶିଶୁଟେ ସେ ଚାହିଁଲା ଯେ ମୁଁ ବୈଷ୍ଣବ ହେବି, ଆଉ ତା ବାପା କହିଲେ ନା ତମେ ବୈଷ୍ଣବ ହବାକୁ ଯାଉଛ, I shall kill you. ମୁଁ ତମକୁ ମାରିଦେବି। It's a little child, 5 years old, just like this boy. ଏ ଛୋଟ ଶିଶୁଟା 5 ବର୍ଷର, ଯେମିତି ଏଇ ଶିଶୁ ପରି। He is taking care. If mother says, you are doing this, I shall kill you. ତ ଏହିପରି ଭାବରେ ଯିଏ ଯାହାର ଆମେ ଦେଖଭାଲ କରୁଛେ, ଯଦି ମା କହିବ ମା କହିବ ଯେ ତୁମେ ଏହିପରି କରୁଛ, ତାହେଲେ ମୁଁ ତମକୁ ମାରି ପକେଇବି। Most extraordinary. But there are instances. ଯାହାକି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟମୟ, କିନ୍ତୁ ଏହିପରି ହଉଛି ବୋଲି ଆମ ପାଖରେ ଉଦାହରଣ ଅଛି। So, you should be careful. The only precaution is that you chant Hare Krishna. ତ ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ। କେବଳ ମାତ୍ର ଆମକୁ ଏଇ ଠାରୁ ରକ୍ଷା କରିବା ପାଇଁ ଆମକୁ ହରେ କୃଷ୍ଣ ମନ୍ତ୍ରର ଜପ କରିବାକୁ ପଡ଼ିବ। ହରେ କୃଷ୍ଣ। ଓକେ, ଯେମିତି ପଢ଼ିବା। ହରେ କୃଷ୍ଣ। କି କ'ଣ ଶିଖିଲେ ଯଦି କହିବେ। ଆଜି କ'ଣ ଏମିତି ପଏଣ୍ଟସ୍ ଥିଲା କାହାର ଲାଗୁଛି ସେୟାର କରିବେ। हरे कृष्ण प्रभु जी धन्य प्रणाम। प्रणाम प्रभु जी, प्रणाम। प्रभु जी ब्राह्मण माने जे ब्रह्म बा ब्रह्म ज्योति की जाने किंतु वैष्णव जी से ताडू बहुत ऊर्ध्वर रहे, ताडू माने ब्रह्म ज्योति ऊपर परमात्मा अछंती भगवान श्री कृष्ण तांको विषय रे जाने से वैष्णव विष्णु बा कृष्ण को विषय रे। हाँ आज्ञा, किए सच्चिदानंद प्रभु ना कि? हाँ प्रभु जी हरे कृष्ण। ओके ओके ठीक अच्छे। तापरे नित्य किशोरी माता जी कहूँ। हरे कृष्ण प्रभु जी सादर प्रणाम।
ଯଦି ପିତାମାତା ପୁଅ ମାନଙ୍କୁ ପୁତ୍ର ପୁତ୍ରୀ ମାନଙ୍କୁ ଯଦି କ୍ରିଷ୍ଣା କନସିୟସ୍ କରୁନାହାନ୍ତି, ଭଗବାନଙ୍କ ବିଷୟରେ ଜଣଉନାହାନ୍ତି, ପରିଚିତ କରୁନାହାନ୍ତି, ତାହେଲେ ସେମାନେ ପ୍ରକୃତରେ ପିତାମାତା ନୁହନ୍ତି। କରେକ୍ଟ। ପିତାମାତା କଣ କରୁଛନ୍ତି ନା ସେମାନେ କହୁଛନ୍ତି ତୁମେ ଯାହା କର ପଛେ ବୈଷ୍ଣବ ହୁଏନି। ସେଇଟା ଭୟଙ୍କର ଲାଗୁଛି ତାଙ୍କୁ, କିନ୍ତୁ ଏଇଭଳି କାମାସକ୍ତ ହେଇ ଖରାପ କାମ କଲେ ବି ତାଙ୍କର କିଛି କମ୍ପ୍ଲେନ୍ ନାହିଁ, ସେଗୁଡା କରୁ। ଓକେ, ଆଉ କିଏ କହିବେ କୁହନ୍ତୁ। ଦ୍ୱିଜ କିଏ କିଏ ହେଇଥାନ୍ତି? ଦ୍ୱିଜ କାହାକୁ କୁହାଯାଏ? ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ହୁଁ, ଦୁଇଥର ଯୋଉମାନଙ୍କର ଜନ୍ମ ହୋଇଥାଏ ମାନେ। ହଁ, ସେମାନଙ୍କୁ ଦ୍ୱିଜ କୁହାଯାଏ। हरे कृष्ण प्रभुजी साधु प्रणाम। ହଁ, ପ୍ରଭୁଜୀ ଯୋଉମାନେ ବ୍ରାହ୍ମଣ ଦୀକ୍ଷା ନେଇଥାନ୍ତି ସେମାନଙ୍କୁ କି ଯେମିତି ଆମେ ଯେମିତି ହରିନାମ ଦୀକ୍ଷା ନେଲେ ସେମାନଙ୍କୁ ବି ଦ୍ୱିଜ? ଦେଖେ ସମସ୍ତଙ୍କୁ ଦ୍ୱିଜ ସମସ୍ତେ। ଆଜ୍ଞା। ପିତାମାତାଙ୍କଠୁ ପ୍ରଥମ ଜନ୍ମ, ତାପରେ ଜନ୍ମଟା କହିଲେ ନା ଗୁରୁଙ୍କ ଠାରୁ, ସେଇଭଳି ଆଉ। ଗୌଡିଆ ମାନେ ଆଗରୁ ଥିଲା ଏପରି ଯେ କେବଳ ବ୍ରାହ୍ମଣ ଦୀକ୍ଷା ଦେଉଥିଲେ ଡାଇରେକ୍ଟ, ହରିନାମ ଦୀକ୍ଷା ଆଉ ହଉନଥିଲା। ନା ପରିବର୍ତ୍ତନ ବି ବ୍ରାହ୍ମଣ ଦୀକ୍ଷାରେ ହିଁ ହଉଥିଲା, କାରଣ ହରିନାମ ତ ମହାପ୍ରଭୁ ଅଲରେଡି ଦେଇ ସାରିଛନ୍ତି, ତାକୁ ଅଲଗାରେ ଦବାର କଣ ଅଛି, ମନ୍ତ୍ର କିଛି ଦବାର ନାହିଁ, ସେଇ ମନ୍ତ୍ରଟି। କିନ୍ତୁ ଶିଲ ପ୍ରଭୁପାଦ ଷ୍ଟାର୍ଟ କଲେ ଯେ ହରିନାମ ଦୀକ୍ଷା ଆଗ ଦେବେ, ତାପରେ ବ୍ରାହ୍ମଣ ଦୀକ୍ଷା ଦେବେ, ତାପରେ ସମସ୍ତେ ତାକୁ ଫଲୋ କରୁଛନ୍ତି। କିନ୍ତୁ କହିଲା ବେଳେ କମେଣ୍ଟରେ ମାରୁଛନ୍ତି କମେଣ୍ଟ ଯେ ଏମାନଙ୍କର ତ ଦୀକ୍ଷା ହିଁ ହଉନି, ଖାଲି ହରିନାମ ଦେଇ ଦଉଛନ୍ତି। ନାମ ପରିବର୍ତ୍ତନ ହଉଛି ନା, ପ୍ରଭୁପାଦ ଯୋଉଠି ଲେଖିଛନ୍ତି ରୂପ ଗୋସ୍ୱାମୀଙ୍କ ନାଁ ଦେଲେ ଚୈତନ୍ୟ ମହାପ୍ରଭୁ, ସେ ଲେଖିଛ ନା ଏଇଠି ମହାପ୍ରଭୁ ତାଙ୍କୁ ନାଁ ଦେଇକି ତାଙ୍କୁ ଉଦ୍ଧାର କଲେ। ତ ସେଇଠି ପ୍ରଭୁପାଦ ଲେଖିଛନ୍ତି ଦୀକ୍ଷା ବିଷୟରେ ପୁରା ଭାବାର୍ଥରେ ଚୈତନ୍ୟ। ତ ସେଇ ଭିତରକୁ ଆମକୁ ଯିବା ଦରକାର ନାହିଁ, ଏତିକି ଜାଣିବା ଆମ ଦରକାର ଯେ ଦୀକ୍ଷା ହେଲା ମାନେ ନା ପରିବର୍ତ୍ତନ ହବ, ଏଇଟା ମେନ୍ ଜିନିଷ ଦୀକ୍ଷା। ପ୍ରଭୁପାଦ ଗୋଟେ ପଞ୍ଚରାତ୍ରି ବିଧି ଯୋଉଟା କହୁଥିଲେ, ପଞ୍ଚରାତ୍ରି ବିଧି ଅନୁସାରେ ଯୋଉ ପୂଜା ଅର୍ଚ୍ଚନା ଯୋଉ ସେଇଟା ଜାତିକ ନୀତିକୁ ଫଲୋ କରାଯାଏ, ସେଟା ପଞ୍ଚରାତ୍ରି ବିଧି ବୋଲି କୁହାଯାଏ। ହଁ, ତ ଯୋଉ ପାଞ୍ଚରାତ୍ରିକ ବିଧି ଅନୁସାରେ ଏଇଭଳି ବ୍ରାହ୍ମଣତ୍ୱ ଗ୍ରହଣ କରାଯାଏ। ଯୋଉମାନେ ହରେ ଜନ୍ମରୁ ବ୍ରାହ୍ମଣ ନୁହଁ, ପାଞ୍ଚରାତ୍ରି ସେମାନଙ୍କୁ କଣ ଦିଆଯାଏନି ଏଇ ଉପବୀତ। ଯୋଉମାନେ ଜନ୍ମରୁ ବ୍ରାହ୍ମଣ ନୁହଁ, ସେଇଟା ପ୍ରଭୁପାଦ କହୁଥିଲେ ନାଇଁ କି? ହଁ ପ୍ରଭୁ, ହରେ କୃଷ୍ଣ। ତାପରେ ପ୍ରଭୁପାଦ ବୁଝେଇଲେ ଯେ କଣ ଆକ୍ଚୁଆଲି ଜନ୍ମରୁ ବ୍ରାହ୍ମଣ ନୁହଁ ମାନେ କଣ ଏଠି କହିବାକୁ ଚାହୁଁଛନ୍ତି। ଜନ୍ମରୁ ବ୍ରାହ୍ମଣ ନୁହଁ ମାନେ ଯୋଉମାନେ, ପ୍ରଭୁପାଦ କହୁଥିଲେ ନେଚୁରାଲି, ମାନେ ପ୍ରାକୃତିକ ଭାବରେ ଯିଏ ଜନ୍ମରୁ ବ୍ରାହ୍ମଣ ଘରେ ଜନ୍ମ ହେଇଛି ତାର ବ୍ରାହ୍ମଣତ୍ୱ ଗୁଣ ଗୁଡିକ ରହିବ, କାରଣ ତାର ସଂସ୍କାର ଅଛି ଆଗରୁ। କିନ୍ତୁ ଏବେ ବ୍ରାହ୍ମଣ ଘରେ ବି ବ୍ରାହ୍ମଣ ନାହାନ୍ତି, କାରଣ ତା ପିତାମାତା ବି ପାଳନ କରୁନାହାନ୍ତି। ସେଇଟା ବା କହୁଛନ୍ତି, ପ୍ରଭୁପାଦ କହିଲେନି ତାପରେ ଯେ ପୁଅମାନେ ଖରାପ କାମ କଲେ ବାପା ମା ଗ୍ରହଣ କରୁଛନ୍ତି, ଭଲ କାମ କଲେ ଯେ ନା ନା କାହିଁ ଏଭଳି କରୁଛୁ। ତ ବ୍ରାହ୍ମଣ ଆଉ ଜନ୍ମ ହେଲେ ବି ବ୍ରାହ୍ମଣ ଘରେ, ବ୍ରାହ୍ମଣ ଏଠି ନାହାନ୍ତି। ହଁ, କୁହନ୍ତୁ ମାତାଜୀ। ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ ସାଧୁ ପ୍ରଭୁ। ପ୍ରଭୁଜୀ ଆଉ ଯୋଉ କହିଲେ ବୈଦିକ ଡାଇରେକ୍ସନ, ବୈଦିକ ଡାଇରେକ୍ସନ ଉପରେ ଦଶାବତାର ସ୍ତୋତ୍ର ବିଷୟରେ ଯୋଉ କହିଲେ, ମୁଁ ସେଟା ଟିକେ ଦଶାବତାର ସୂତ୍ର ସେ ଏମିତି କହିଲେ ଯେ ମାନେ ଯୋଉ ଅ, ମାନେ ବେଦିକ ଡିରେକ୍ସନ ମାନେ ବେଦରେ କଣ ଆମକୁ କଣ ଡିରେକ୍ସନ ଦିଆଯାଇଛି, କଣ ଆମକୁ ଉପଦେଶ ଦିଆଯାଇଛି। ତ ସେ ବୁଦ୍ଧଙ୍କ ବିଷୟରେ କହୁଥିଲେ ଯେ ବେଦ ମାନିଲେନି ବୋଲି ସେଇ ବିଷୟରେ କହିଲେ। ଯୋଉମାନେ ବେଦକୁ ମାନିବେନି ତ ସେମାନେ ନାସ୍ତିକ, ତ ବୁଦ୍ଧ ସେଇଥିପାଇଁ ନାସ୍ତିକ ବୋଲି କହିଲେ। ସେ କହୁଥିଲେ ଯେ ମାନେ ବାସ୍ତବରେ ଯଜ୍ଞ କହିଲେ, ଶ୍ରୁତି ଶାସ୍ତ୍ରରେ ଯୋଉ ଯଜ୍ଞ କଥା କୁହାଯାଇଛି, ତ ସେଇଠି ଯଜ୍ଞ ମାନେ ଯେ କିଛି ନା କିଛି ଆହୁତି ଦିଆଯିବ।
ତ ସେ ଆହୁତିରେ ବେଳେ ବେଳେ ପଶୁମାନଙ୍କୁ ଆହୁତି ମଧ୍ୟ ଦେଇ ହବ ବୋଲି ଲେଖା ହେଇଛି। ତ ସେଇଥିପାଇଁ ବୁଦ୍ଧଦେବ ଆସିକି କହିଲେ ଯେ ନା ନା, ତାହେଲେ ମୁଁ ବେଦକୁ ହିଁ ଗ୍ରହଣ କରିବିନି, କାରଣ ଏଥିରେ ପଶୁମାନଙ୍କ ହତ୍ୟା ହଉଛି। ଆଉ ସେ ବେଦକୁ ଯେହେତୁ ଗ୍ରହଣ କଲେନି, ସେଥିପାଇଁ ସେ ନାସ୍ତିକ ହେଲେ ଆଉ। ଏଇ କଥାଟା ପ୍ରଭୁପାଦ ଟିକେ କହିଲେ ଆଉ। ତାପରେ ଆଉ ଏତେ କହିନାହାନ୍ତି। ତାପରେ ସେ ଆସ୍ତିକ୍ୟ କଥା କହୁଥିଲେ ନା, ଯୋଉ ବ୍ରାହ୍ମଣର ଯୋଉ ଗୁଣ ଗୁଡିକ ବୁଝେଇଲେ ଆଜି। ତମୋ ଦମ ତିତିକ୍ଷା ଆର୍ଜବମ୍, ତାପରେ ଆସ୍ତିକ୍ୟମ୍। ଆସ୍ତିକ୍ୟ ମାନେ ଯିଏ ଶାସ୍ତ୍ରକୁ ମାନନ୍ତି, ବିଶ୍ୱାସ କରନ୍ତି, ନାଇଁ କି? ସେଇଟା ବୁଝଉଥିଲେ ପ୍ରଭୁପାଦ। ସେ ଆସ୍ତିକ୍ୟମ୍ ବୁଝେଇଲା ବେଳେ ସେଟା କହିଲେ, ବିଶ୍ୱାସ କରନ୍ତି ମାନେ ଶାସ୍ତ୍ର। ହରେ କୃଷ୍ଣ ପ୍ରଭୁ ଦଣ୍ଡ। ହଁ, ପ୍ରଭୁଜୀ ମୋ ଗୋଟେ କ୍ୱେଶ୍ଚିନ୍ ଥିଲା ଯେ ଯୋଉମାନେ ଜନ୍ମରୁ ବ୍ରାହ୍ମଣ ସେମାନେ ଆଉଥରେ ବ୍ରାହ୍ମଣ ଦୀକ୍ଷା ନଉଛନ୍ତି ନା ନେଇ ପାରୁଛନ୍ତି, ସେଟା କଣ ତାହେଲେ ତାଙ୍କର? ଦିଥର ଜନ୍ମ ହବ ନା। ଜନ୍ମଜା ଜାୟତେ ଶୂଦ୍ର, ଏଇଟା ପ୍ରଭୁପାଦ ଏଇଠି କହିନାହାନ୍ତି। ଜନ୍ମଜା ଜାୟତେ ଆଜ୍ଞା। ଶୂଦ୍ର, ସଂସ୍କାରାତ୍ ଭବେଦ୍ ଦ୍ୱିଜ, ବେଦ ପାଠାତ୍ ଭବେଦ୍ ବିପ୍ର, ବ୍ରହ୍ମ ଜାନାତି ତେ ବ୍ରାହ୍ମଣ। ତ ଜନ୍ମରୁ ସମସ୍ତେ ଶୂଦ୍ର ହିଁ ଅଛନ୍ତି। ତାପରେ ଏଇ ଯୋଉ କାର୍ଯ୍ୟ ଗୁଡା କଲେ ସେମାନେ ବ୍ରାହ୍ମଣ ହେବେ। କିନ୍ତୁ ଆମର ଯୋଉ ବ୍ରାହ୍ମଣ ଦେଖିବାକୁ ଆମେ ତ ବୈଷ୍ଣବ ହଉଛେ ନା। ପ୍ରଭୁପାଦ କହିଲେନି ଆଜ୍ଞା। ବ୍ରାହ୍ମଣ ଠାରୁ ବି ମଧ୍ୟ ବୈଷ୍ଣବ ବଡ ବୋଲି। ଆଚ୍ଛା ଆଜ୍ଞା। ଆମେ ସମସ୍ତେ ଜନ୍ମରୁ ଶୂଦ୍ର ତାହେଲେ। ଜନ୍ମରୁ ତ ଶୂଦ୍ର, କାରଣ ଆମେ ଏଗୁଡା ଓହୋ। କରୁନେ ନା, ବୈଦିକ ସଭ୍ୟତା କିଛି ପାଳନ କରୁଛେ କି ଆମେ? ଆଜ୍ଞା ଆଜ୍ଞା। ଏଇଥିପାଇଁ ଆଉ। ଠିକ ଅଛି ପ୍ରଭୁ। ହରେ କୃଷ୍ଣ। ତାହେଲେ ଆର ଥର ଯୋଉ ହେଇଥିଲା ତାର ପରୀକ୍ଷାଟା ଦେବା ହବ, ଲିଙ୍କଟା ପଠଉଛି। ଲିଙ୍କଟା ପଠଉଛି, ଏଇଟା ଆସିଲା। ଲ୍ୟାପଟପ୍ ଟିକେ ଟାଇମ୍ ଲାଗିବ। ହଁ, ଲିଙ୍କଟା ଗଲା, ସମସ୍ତେ ଆଗ ଦେଇ ଦିଅନ୍ତୁ ପରୀକ୍ଷା, ତାପରେ ଆମେ ଆଲୋଚନା କରିବା।
हरे कृष्ण पहले आम डिस्कशन करदे ए क्वेश्चन गुड़िक हरे कृष्ण पहले फास्ट क्वेश्चन कौन लिखिं हरिनाम कीर्तन पर आवश्यक मनोभाव को व्यक्त करने चैतन्य महाप्रभु केवल दुईटी उपमा व्यवहार कर तृणादपि सुनिचन तरुरीव सहिष्णु तृण एवं वृक्ष ना कौन हम एटारे बुझिपारे तो कृष्णदास कविराज गोस्वामी के अनुसार श्रद्धा क्या कहा जाए श्रद्धा क्या कहा जाए कौन आंसर हम्म कौन होगा आंसर कहना दी କୃଷ୍ଣଙ୍କ ପ୍ରତି ଭକ୍ତି କଲେ ସମସ୍ତ କର୍ମ ସଫଳ ହୁଏ ଏଇଟା ହିଁ ଦୃଢ ବିଶ୍ୱାସ ହେବା ଉଚିତ। हाँ ठीक कथा तापर नेक्स्ट विश्व स्तरीय संस्था माने जेपरिक यूएन यूनाइटेड नेशन एकता स्थापन करियारे काहे विफल होउछन्ति काहे तो जे कृष्ण को ସେମାନେ କେନ୍ଦ୍ର କରୁନାହାନ୍ତି। ହରେ କୃଷ୍ଣ। हाँ कृष्ण को तांकर कॉमन फादर नाହାନ୍ତି कि ଆଉ ବାକି ସମସ୍ତ କାର୍ଯ୍ୟ ଗୁଡ଼ିକ ସେମାନେ ଯେତେ ଯାହା କଲେ ବି ଆର୍ଥିକ ବେସାମତା ବା ଏସବୁ ଗୁଡାକ ମେନ୍ କାରଣ ନୁହେଁ ପ୍ରକୃତରେ କୃଷ୍ଣ କେନ୍ଦ୍ର କରିନଥିବା କାରଣ ରହୁଛି ଟିକେ ସରୁଛି କ୍ଲାସ୍ ଏଇ ପ୍ରସଙ୍ଗରେ ଶ୍ରମ ଏବ ହିଁ କେବଳ ବାକ୍ୟର ଅର୍ଥ କଣ ଶ୍ରମ ଏବ ହିଁ କେବଳ ମାନେ କଣ ଭାଗବତ ଯୋଉ ଲେଖା ହେଇଛି କଣ तो कृष्ण चेतना बिना करायते समस्त कार्य शेषରେ ଅର୍ଥ ହିଁ ହଁ ବିନା କୃଷ୍ଣ ଚେତନାରେ ଯୋଉ କାର୍ଯ୍ୟ କରିଥିବେ ସେଗୁଡ଼ା ସବୁ ଅର୍ଥହୀନ ହେଲା କିଛି ଲାଭ ନାହିଁ ଶ୍ରମ ହିଁ କେବଳ ମାନେ ସେ ଫଳଟା ଯୋଉ ମିଳିବ ସେଟା ଚିର ରହିବନି ନା ଶ୍ରମ ହିଁ ହେଲା ପ୍ରଭୁ କାହିଁ କହିଛନ୍ତି ପାଣ୍ଡିତ୍ୟପୂର୍ଣ୍ଣ ଭାବରେ ଭଗବତ ଗୀତା ପଢିବା ସତ୍ତ୍ୱେ ସମୟ ବ୍ୟର୍ଥ ହେଇପାରେ ଖାଲି ଇଣ୍ଟେଲିଜେନ୍ସ ଦ୍ୱାରା ଯଦି ଜଣେ ପଢିବାକୁ ଚେଷ୍ଟା କରିବ ତାହେଲେ ସମୟ ବ୍ୟର୍ଥ ହେଇପାରେ କାହିଁକି ଏଟା ଟିକେ ଅପସନ ଟା ଟିକେ ଭୁଲ ଅଛି ଯଦି ତାହା କୃଷ୍ଣ ପ୍ରତି ସମ୍ପୂର୍ଣ୍ଣ ଶରଣାଗତିରେ ନ କରାଯାଇଥାଏ ଏମିତି ଲେଖାଯାଏ ସେଠି ଲେଖା ଯଦି ତାହା କୃଷ୍ଣ ପ୍ରତି ସମ୍ପୂର୍ଣ୍ଣ ଶରଣାଗତିରେ ପହଞ୍ଚାଇଥାଏ ନାହିଁ ସେଇଟା ହିଁ ଆନ୍ସର ଆଉ ନାଇଁ କି ହରେ କୃଷ୍ଣ ବୁଝିହେଲା ନା ଅଛି ପ୍ରଭୁ ଫୁଲ ଗୋଟେ ଭୁଲ କରିଥିବେ କି କଣ ବୋଧେ ସବୁ ଫୁଲ ମାର୍କ ରଖିଛନ୍ତି ତାପରେ ଫୁଲ ମାର୍କ ଅଛି ପ୍ରଭୁଙ୍କର ନିତ୍ୟ କିଶୋର ମାତାଜୀଙ୍କର ତାପରେ ବର୍ଷା ମାତାଜୀ ସତ୍ୟବ୍ରତ ତାପରେ ଆନନ୍ଦ ସୁନ୍ଦରୀ ମାତାଜୀ ହରେ କୃଷ୍ଣ ओके ठीक ଅଛି हरे कृष्ण हेलो प्रभुपाद की जय गौर भक्तवृंद की जय हरे ହରେ कृष्ण କୃଷ୍ଣ ପ୍ରଭୁଜୀ ମାତାଜୀ ଦଣ୍ଡ ପ୍ରଣାମ। प्रणाम समस्तों को हरे कृष्ण ହରେ କୃଷ୍ଣ ପ୍ରଭୁଜୀ ସାଦର हरे कृष्ण हरे कृष्ण हरे दंडवत कृष्ण प्रणाम। प्रभु जी सादर प्रणाम प्रणाम हरे कृष्ण ओके